हेलो फ्रेंड। चलो आज हम पढ़ा तुम ईवीएस बा जଣା जଣା बहीर प्रथम पाठ पाठ नाम है घरे बाहरे रास्तारे। देख कोटा घरे कोटा बाहर एवं कोटा रास्तारे कार्य मान हो समस्ते फोटो को देख ए फोटो मान देख समस्ते देखुछ ना। देख तल तल देखा देखुछ देख ए फोटो देख ये माने धाड़ीर सहित अच्छा धाड़ी अच्छा कि धाड़ी नहांती एमाने। देख फोटो को ध्यान दियो एठी देख ये माने धाड़ी नहांती एमाने धाड़ी अछंती। देखुछ ना एटा भी देख ये माने झाड़ी नहांती एमाने धाड़ी चगुचंती बस को देखिल। चलो आ गोटे फोटो तुम मानक देखाइबी। देख ए भी देख समस्ते एमाने धाड़ी बांधिकी ठिया उठी एटे धाड़ी होइकी अछंती कि नाहांती। एथिरे मध्य देख हॉस्पिटल रे कोन करछंती धाड़ी रे समस्त अछंती धाड़ी रे नाहांती हैला। चलो आमे प्रथमे देखि नबा क्वेश्चन नंबर 1 अछि। देख प्रति जोड़ा चित्र रो केउ चित्र तुमरो पसंद हेउछि। देख पिला माने एटा सब जोड़ा जोड़ा फोटो अछि देखुछ ना। देख एटा भी जोड़ा अछि तुमको को चित्र पसंद लागुछि कह। ए चित्र पसंद लागुछि काहे कि ना समस्त धाड़ीर सहित अछंती। ए चित्रटी पसंद नाही ए चित्रटी ए माने आराम रे धाड़ी जणे पड़े जणे खाद्य पाई पारिबे माने ट्रीटमेंट हो पारिबे चिकित्सा हो पारिबे। अरे माने होई पारिबे नाही समस्त कलहरे रहिबे ए माने भी कलहर रहिबे हैला। देख 2 नंबर देख या काहे कि तुमरो पसंद हेउछि तुमरो काहे कि पसंद पिला माने। देख धाड़ीर सहित जदि आमे खाद्य ପାଇଁ ଯିବା ଆମେ ଶାନ୍ତି ଶୃଙ୍ଖଳାରେ ସମସ୍ତଙ୍କୁ ଆରାମରେ ଖାଦ୍ୟଟି ମିଳିପାରିବ। ହେଲେ ଏମିତି ହେଲେ ସମସ୍ତଙ୍କୁ ଖାଦ୍ୟ ମିଳିପାରିବ କି ନାହିଁ ମିଳିପାରିବ ନା ସମସ୍ତେ ଝଗଡ଼ା କରିବେ। ଏଇଟା ଦେଖ ହସ୍ପିଟାଲରେ धाड़ीर सहित समस्ते गले कौन हम डॉक्टर जड़े जड़े कर आराम से चिकित्सा करिपारिबो। हेले एमिति हेले समस्त को डॉक्टर भल से चिकित्सा करिपारिबे नाही हला। 3 नंबर देख विशृंखलित भाव रे काम हेउथिबा चित्रकटी को फेल चिन्ह दे चिन्हाओ। देख पिला माने कोटा विशृंखलित भाव रे होछि ताक फेल देके चिन्हबा। देख एटा होछि हमें एटा को फेल चिन्ह देबा एटा मध्य फेल चिन्ह देबा हैला। आउ से आगर फोटो भी देखिबा। चलो एथिरे भी होछि कोटा देख एटा विशृंखलित भाव रे होछि एटा भी एटा भी एटा भी एटा भी आ देख एथिरे मध्य कोटा विशृंखलित भाव रे होछि। देख एटा भी मध्य होछि एटा मध्य होछि एमति फेल चिन्ह देखि चिन्हइबो। देख यहीपरि आउ केतिक घटना तुम अंचल विद्यालय रे घरे और बाहर तुम्हें देखिथिबो सेगुड़िक मध्यरु केगुड़िक शृंखलित और केगुड़िक विशृंखलित व्यवहार तालिका कर। तो पिला माने आमे अनेक जगह जाई थाउ पंचायत को जदि चोल आनी जीवा पई हेले समस्त धाड़ीर सहित
ଲାଗିଲେ କ'ଣ ହେବ? ଶୃଙ୍ଖଳିତ ଭାବରେ ହେବ। ଆଉ ସମସ୍ତେ ଯଦି ଏକାଥରେ ଯିବା କ'ଣ ହେବ? ଝଗଡ଼ା ହେବାର ସମ୍ଭାବନା ଥାଏ। ସେମିତି ତୁମେ କେଉଁଠାରେ ସେ ଜିନିଷ ମାନେ ଦେଖିଛ, ତାହେଲେ ଏଇଠାରେ କ'ଣ ଲେଖିବ? ଏଠାରେ ବିଶୃଙ୍ଖଳ ଦୃଶ୍ୟର ଲେଖିବ। ଏଠାରେ ଏଠାରେ ଶୃଙ୍ଖଳିତ ଦୃଶ୍ୟର ଲେଖିବ ଏବଂ ଏଠାରେ ବିଶୃଙ୍ଖଳିତ ଦୃଶ୍ୟର ଲେଖିବ। ହେଲା। ଏଟା ଦେଖ, ଘରେ, ବାହାରେ, ଖେଳ ପଡ଼ିଆରେ, ବିଭିନ୍ନ ଅନୁଷ୍ଠାନରେ ଓ ସର୍ବସାଧାରଣ ସ୍ଥାନରେ ଆମେ କେତେ ପ୍ରକାର କାମ କରୁ। ସୁବିଧାରେ କାର୍ଯ୍ୟ ହାସଲ ପାଇଁ ଆମେ କିଛି ସାଧାରଣ ନିୟମ ମାନି ନଥାଉ। କ'ଣ ଅଛି? ଏଇଟା ଘରେ, ବାହାରେ, ଖେଳ ପଡ଼ିଆରେ, ବିଭିନ୍ନ ଅନୁଷ୍ଠାନରେ ଓ ସର୍ବସାଧାରଣ ସ୍ଥାନରେ ଆମେ କେତେ ପ୍ରକାର କାମ କରୁ। ସୁବିଧାରେ କାର୍ଯ୍ୟ ହାସଲ ପାଇଁ ଆମେ କିଛି ସାଧାରଣ ନିୟମ ମାନିଥାଉ। ବଡ଼ମାନେ ବେଳେ ବେଳେ ଆମକୁ ଉପଦେଶ ଛଳରେ ଆମର ଭଲ ପାଇଁ ଅନେକ କଥା କହିଥାନ୍ତି। ଏହି ଉପଦେଶ ମାନି ଚଳିଲେ ଆମ କାମ ସହଜ ଓ ସୁବିଧାରେ ହୁଏ ଏବଂ ଜୀବନ ନିରାପଦ ରହେ। ନିୟମ ମାନି ଚଳିଲେ ଆମର ବ୍ୟବହାର ଶୃଙ୍ଖଳିତ ହୋଇପାରିବ। ଅନ୍ୟକୁ ଅସୁବିଧାରେ ନ ପକାଇ ଆମେ ସବୁ କାମ କଲେ ଶାନ୍ତି ଶୃଙ୍ଖଳା ରହିବ। ବୁଝିଲ? ଦେଖ, ଆମେ କ'ଣ କରିବା? ପ୍ରଶ୍ନ ଉତ୍ତର କରିବା। ନମ୍ବର 1 ଦେଖ, ତଳେ କଥା ଗୁଡ଼ିକରୁ ତୁମେ କେଉଁ କଥା ଗୁଡ଼ିକ ଭଲ ବୋଲି ଭାବୁଛ ସେଗୁଡ଼ିକୁ ପାଖ ବାକ୍ସରେ କ'ଣ ପାସ୍ ଚିହ୍ନ ଦିଅ। ଦେଖ, ପିତା ମାତାଙ୍କ କଥା ମାନି ଚଳିବା, ଏମିତି ଭୁଲ ଚିହ୍ନ ପାସ୍ ଚିହ୍ନ ଏଥିରେ ପାସ୍ ଚିହ୍ନ ହେବ। ବହିପତ୍ର ଏଣେତେଣେ ଫୋପାଡ଼ିବା, ଏଇଟା ପାସ୍ ଚିହ୍ନ ହେବ କି ଭୁଲ ଚିହ୍ନ ହେବ? କ'ଣ ପିଲାମାନେ ଦେଖ, ବହିପତ୍ର ଏଣେତେଣେ ଫୋପାଡ଼ିବା କ'ଣ ହେବ? ଭୁଲ ଚିହ୍ନ ହେବ। ଦେଖ, ଘରେ ଭଉଣୀଙ୍କ ସହ ମାରପିଟ କରିବା, ଏଟା ମଧ୍ୟ ଭୁଲ ଚିହ୍ନ ହେବ। ଠିକ୍ ସମୟରେ ସ୍କୁଲକୁ ଯିବା, ଏଟା ପାସ୍। ଆମେ ଠିକ୍ ସମୟରେ କ'ଣ କରିବା? ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯିବା। ଦେଖ, ଭାଇ ଭଉଣୀକୁ ସ୍ନେହ କରିବା, ହଁ ଠିକ୍। ଘରକୁ ଆସୁଥିବା ଅତିଥିଙ୍କୁ କ'ଣ କରିବା? ପ୍ରଣାମ କରିବା କି କରିବା ନାହିଁ? ପ୍ରଣାମ କରିବା। ହେଲା। ଦେଖ, ଶ୍ରେଣୀ ଗୃହରେ ଶିକ୍ଷକ ପଢ଼ାଉଥିବା ସମୟରେ ସାଙ୍ଗ ପିଲାଙ୍କ ସହ ମାଡ଼ଗୋଳ କରିବା। ପିଲାମାନେ ଯଦି ଶିକ୍ଷକ ପାଠ ପଢ଼ାଉଛନ୍ତି ତାହେଲେ ଆମେ ଛୁଆମାନଙ୍କ ସହିତ ଝଗଡ଼ା କରିବା କି କରିବା ନାହିଁ? ଏଇଟା ହେବ ଫେଲ୍ ଚିହ୍ନ। ଦେଖ, ସ୍ୱାଧୀନତା ଦିବସରେ ବଣ୍ଟା ହେଉଥିବା ମିଠେଇକୁ ଧାଡ଼ି ବାନ୍ଧି ଛିଡ଼ା ହୋଇ ନେବା, ଏଟା ଠିକ୍। ସ୍ୱାଧୀନତା ଦିବସରେ ବଣ୍ଟା ହେଉଥିବା ମିଠେଇକୁ ଧାଡ଼ି ବାନ୍ଧି ଛିଡ଼ା ହୋଇ ନେବା, ଏଇଟା କ'ଣ? ଏଇଟା ଠିକ୍। ଶ୍ରେଣୀ ବାହାରେ ସମସ୍ତ ସାଙ୍ଗସାଥୀଙ୍କ ଚପଲକୁ ଧାଡ଼ିରେ ସଜାଡ଼ିବା, ଠିକ୍। ନିଜ ଖେଳଣାକୁ ସାଙ୍ଗସାଥୀଙ୍କୁ ନ ଦେବା, ଏଇଟା ଭୁଲ। ପିଲାମାନେ ସାଙ୍ଗସାଥୀକୁ ମଧ୍ୟ ଦେବ, ସାଙ୍ଗସାଥୀମାନେ ମଧ୍ୟ ଖେଳିବେ। ବିଦ୍ୟାଳୟରୁ ଫେରି ନିଜ ପୋଷାକ, ବହି, ଚପଲକୁ ଉପଯୁକ୍ତ ସ୍ଥାନରେ ରଖିବା କି ନ ରଖିବା? ପିଲାମାନେ ରଖିବା, ଏଇଟା ପାସ୍। ଦେଖ, ଦୋକାନରୁ ଜିନିଷ କିଣିବା ବେଳେ ନିଜର
ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଠେଲାପେଲା ହେବା। ଏଇଟା ଭୁଲ। ପିଲାମାନେ ନିଜର ପାଳି ଆସିଲେ ହିଁ କ'ଣ କରିବ? ନିଜେ ଦୋକାନକୁ କିଣିବା ପାଇଁ ଯିବ। ଶୋଭାଯାତ୍ରାରେ ଗଲାବେଳେ ଶୃଙ୍ଖଳାର ସହ ଧାଡ଼ି ବାନ୍ଧି ଯିବା। ଓକେ, ପାସ୍। ଶ୍ରେଣୀରେ ଶିକ୍ଷକ ପଢ଼ାଉଥିବା ବେଳେ ଗପ କରିବା, ଏଇଟା ଭୁଲ। ଭୋଜିରେ ଠେଲାପେଲା କରି ଖାଇବାକୁ ଚେଷ୍ଟା କରିବା ନାହିଁ। ଓକେ, ପାସ୍। ଏଇଟା ଦେଖ, ଖାଇସାରି ଆଗେ ନ ଉଠି ସମସ୍ତଙ୍କ ସାଙ୍ଗରେ ଉଠିବା। ପାସ୍। ହାତ ଧୋଇଲା ବେଳେ ଜଣ ଜଣ କରି ହାତ ଧୋଇବା। ଓକେ, ଏଇଟା ବି ପାସ୍ ଚିହ୍ନ ହେବ ପିଲାମାନେ, ଏଇଟା ବି ମଧ୍ୟ। ଓକେ, ବୁଝିଲ? ଚାଲ ଆଉ କି ଦେଖିବା। ଦେଖ ନମ୍ବର 2 ଦେଖ, 1 ନମ୍ବର କାର୍ଯ୍ୟରେ ଚିହ୍ନାଇଥିବା ଭଲ କାମ ଗୁଡ଼ିକ କିପରି ପରିବାରରେ ଆଉ କେଉଁ ସବୁ କାମ କଲେ ଭଲ ହେବ ତାହା ତୁମ ବାପା ମାଙ୍କୁ ଭାଇ ଭଉଣୀଙ୍କୁ ବୁଝି ଲେଖ। ଦେଖ ପିଲାମାନେ, ନମ୍ବର 1 ଦେଖ, ଆମେ ଯଦି ବିଦ୍ୟାଳୟକୁ ଯିବା ତାହେଲେ ଠେଲାପେଲା ହେଇକି ଯିବା କି ଡକ୍ଟର ଚିକିତ୍ସା କଲା ସମୟରେ? ନାହିଁ, ଆମେ ଧାଡ଼ି ବାନ୍ଧିବା ସହ ଆମେ ଡକ୍ଟରଙ୍କୁ ଚିକିତ୍ସା କରିବା ପାଇଁ ଯିବା। ଯଦି 2 ନମ୍ବର ଦେଖ, ପଞ୍ଚାୟତକୁ ଚାଉଳ ଆଣି ଯିବା ପାଇଁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ? ଧାଡ଼ି ବାନ୍ଧି ହୋଇକି ଯିବାକୁ ପଡ଼ିବ, ନହେଲେ ଠେଲାପେଲା ହେଲେ ଝଗଡ଼ା ମଧ୍ୟ ହୋଇପାରେ। ଯଦି ଦେଖ, ନଳକୂପକୁ ଯଦି ପାଣି ଆଣିବା ପାଇଁ ଯିବା ହେଲେ ବି ମଧ୍ୟ ଧାଡ଼ିର ସହିତ ଯିବାକୁ ପଡ଼ିବ। ଯଦି ବସ୍ର ମାଧ୍ୟମରେ ଯଦି କେଉଁଠି ଯିବାର ଅଛି ତାହେଲେ କ'ଣ କରିବାକୁ ପଡ଼ିବ? ଆମକୁ ଧାଡ଼ି ବାନ୍ଧିକି ଯିବାକୁ ପଡ଼ିବ। ହେଲା, ଏ 2ଟା ତୁମ ମା ବାପାଙ୍କୁ ପଚାରିକି ଲେଖ। ହେଲା। ନମ୍ବର 3 ଦେଖ, ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ତୁମେ ବିଦ୍ୟାଳୟକୁ ଆସୁଛ। ପରିବାର ଭଳି ଏଠି ମଧ୍ୟ ତୁମକୁ କିଛି ନିୟମ ମାନିବାକୁ ପଡ଼େ। ବିଦ୍ୟାଳୟ ନିୟମ ଗୁଡ଼ିକ ଗୋଟିଏ ତାଲିକା କର। ଦେଖ ପିଲାମାନେ, ଆମେ ତ ପ୍ରଥମେ ବିଦ୍ୟାଳୟ ଗଲେ କ'ଣ କରିଥାଉ? ବିଦ୍ୟାଳୟ ଗଲେ ଆମେ ପ୍ରଥମେ ଯାଇକି ଭଗବାନଙ୍କୁ ପ୍ରାର୍ଥନା କରିଥାଉ ନା? ତ ଦେଖ, ଆମକୁ ଶିକ୍ଷକ ପାଠ ପଢ଼ିବା ପାଇଁ ଆସନ୍ତି ପିରିୟଡ଼ ୱାଇଜ୍। ତ ଆମେ ପାଠ ପଢ଼ିବା କେମିତି? ଶାନ୍ତି ଶୃଙ୍ଖଳା ସହିତ ପଢ଼ିବା। ଶିକ୍ଷକ ପଢ଼ୁଥିଲେ ଆମେ ଦେଖିକି ଚୁପଚାପ ସହିତ ପଢ଼ିବା। ହେଲା। ଆଉ ବିଦ୍ୟାଳୟରେ ଯେଉଁ ନିୟମ ସବୁ ଥିବା ଆମେ ତାହାକୁ ମାନିକି କ'ଣ କରିବା? ଚଳିବା। ହେଲା। ଦେଖ, ବିଦ୍ୟାଳୟର ନିୟମ ମାନିକି ଚଳିବାର ଆମର କର୍ତ୍ତବ୍ୟ। କାହିଁକିନା ସେଇଟା ଆମର ସମସ୍ତଙ୍କ ପାଇଁ ମାନିବାକୁ ପଡ଼ିଥାଏ। ଚାଲ ଆଉ ଦେଖିବା। ନମ୍ବର 4 ଦେଖ, ନମ୍ବର 4, ଆମେ କିଛି ଖେଳ ଘର ଭିତରେ ଖେଳୁ ଓ ଆଉ କିଛି ଖେଳ ପଡ଼ିଆରେ ଖେଳୁ। ପ୍ରତି ଖେଳ ପାଇଁ କିଛି ନିୟମ ରହିଛି ଓ ଖେଳିବା ବେଳେ ଆମେ ତାହା ପାଳନ କରୁଛୁ। ତୁମେ ଖେଳୁଥିବା ଗୋଟିଏ ଖେଳ ଓ ତାର ନିୟମ ଗୁଡ଼ିକ ଲେଖ। ଦେଖ ପିଲାମାନେ, ଆମେ ମନେକର କ୍ରିକେଟ ଖେଳୁ। ହେଲା, କ୍ରିକେଟ କେଉଁଠି ଖେଳୁ? ବାହାରେ କି ଘରେ? ବାହାରେ, ଖେଳ ପଡ଼ିଆରେ ଆମେ କ୍ରିକେଟ ଖେଳିଥାଉ। ତାର ନିୟମ କ'ଣ ପିଲାମାନେ? ଗୋଟିଏ ପଟୁ 11 ଜଣ ପିଲା ଆଉ ଗୋଟିଏ ପଟୁ 11 ଜଣ ପିଲା ଖେଳିବେ। 2ଟି ଦଳ ହୋଇଥାଉ। 2ଟି ଦଳରେ 11 ଜଣ ପିଲା ଆମେ ହୋଇଥାଉ। ହେଲା। ତ
ଗୋଟିଏ ପଟର ପିଲା ଯଦି ବଲ୍ ଫିଙ୍କିବେ ହେଲେ ଆଉ ଗୋଟିଏ ପଟର ପିଲା କ'ଣ କରିବେ, ବ୍ୟାଟ୍ ଧରିକି ସେ ବଲ୍କୁ ମାରିବେ। ଏମିତି ଥାଏ। ଅନ୍ୟ ପଟର ପିଲା ଯଦି ବୋଲର କରିବ, ଆଉ ଗୋଟିଏ ପଟର ପିଲା କ'ଣ କରିବ, ବ୍ୟାଟିଂ କରିବ। ହେଲା, ଯଦି ଦେଖ ଗୋଟିଏ ପଟର ପିଲା 12 ରନ୍ କରିଛି, ତାହେଲେ ଆଉ ଗୋଟେ ପଟର ପିଲା 13 ରନ୍ କରି ସେ କ'ଣ ହେବ, ସେ ୱିନ୍ ହେବ। ହେଲା, ଏମିତି ଖେଳ ନିୟମ ମାନେ ରହିଛି। ଆଉ ଦେଖ ମନେକର ଧରାଯାଉ ଗୋଟିଏ ଟିମ୍ରେ ଆମେ ଏଇ 2 ଜଣ କ'ଣ କରୁଛନ୍ତି, ଗୋଟିଏ 50 ଟଙ୍କାର ପଇସା କରି କେତେ 100 ଟଙ୍କା କରିଛନ୍ତି। ଆଉ 2 ଜଣ ମ୍ୟାଚ୍ ଖେଳୁଛନ୍ତି। ଯେଉଁ ଦଳ ୱିନ୍ ହେବ ସେ ଦଳ କ'ଣ କରିବ, ଏଇ 100 ଟଙ୍କା ନେଇକି ଯିବ। ଏମିତି ଖେଳର ନିୟମ ମାନେ ରହିଛି। ଠିକ୍ ଅଛି, ବୁଝିପାରିଲ 4 ନମ୍ବରଟା। ଦେଖ 5 ନମ୍ବର। ଦେଖ, ରାସ୍ତାରେ ଯିବା ଆସିବା ପାଇଁ ଆମେ କିଛି ନିର୍ଦ୍ଦିଷ୍ଟ ନିୟମ ପାଳନ କରୁ। ତୁମେ ସେ ନିୟମ ଗୁଡ଼ିକ ମଧ୍ୟରୁ କେଉଁ ଗୁଡ଼ିକ ପାଳନ କରୁଛ ଲେଖ। ଆମେ ସବୁବେଳେ କେଉଁଠି ଯାଇଥାଉ ପିଲାମାନେ, ଆମେ ସବୁବେଳେ ଲେଫ୍ଟ ସାଇଡ଼ରେ ଚାଲିଥାଉ ରାସ୍ତା କଡ଼ରେ। ହେଲା, ଆମେ ଲେଫ୍ଟ ସାଇଡ଼କୁ ମଧ୍ୟ ଲେଫ୍ଟ ସାଇଡ଼ରେ ଚାଲିଥାଉ। ଗାଡ଼ି ମଟର ଆସିଲେ ଆମେ ରୋକିଦେବା ଉଚିତ। ହେଲା, ଗାଡ଼ି ଆସିଥିଲେ ରାସ୍ତା ସେ ପାଖକୁ ଯିବାକୁ ଯେମିତି ନ ପଡ଼େ ସେମିତି ଅପେକ୍ଷା କରିବା ଉଚିତ। ଠିକ୍ ଅଛି ପିଲାମାନେ, ଆଉ ସେପଟକୁ ଯିବା ନାହିଁ। ଗାଡ଼ି ଗଲେ ଆମେ ସେ ଆଗକୁ ଯିବା। ଦେଖ, ଯାନବାହନ ସବୁ ରାସ୍ତା ନିଜ ବାମ ପଟେ ଯାଆନ୍ତି। ରାସ୍ତାରେ ଗଲାବେଳେ ଆମେ ଦେଖ ସାବଧାନ କ'ଣ ଅଛି, ଦେଖ ସାବଧାନ ସହ ରାସ୍ତା କଡ଼ରେ ଚାଲିବା। ବୁଝିଲ, କେମିତି ଚାଲିବା, ସାବଧାନର ସହ ଆମେ ରାସ୍ତା କଡ଼ରେ ଚାଲିବା। ରାସ୍ତା ପାରି ହେଲା ସମୟରେ ବାମ ଓ ଡାହାଣ ଉଭୟ ପାର୍ଶ୍ୱକୁ ଦେଖି ପାରି ହେବା। ଯଦି ଆମେ ରାସ୍ତା ଦେଖ ପିଲାମାନେ, ଏଇଟା ମନେକର ଧରି ଗୋଟେ ରାସ୍ତା, ଆମେ ଏଇପଟରେ ଯାଉଛୁ, ତାହେଲେ ଯଦି ଆମେ ଏଇପଟକୁ ଦେଖିବା, ଏଇପଟକୁ ଦେଖିବା। ଯଦି ଏଇପଟୁ ଯଦି ଗାଡ଼ି ଯାଉଛି, ଏପଟେ ଯଦି ଗାଡ଼ି ଯଦି ପାର ହେଲା ପରେ ଆମେ ଏଇ ରାସ୍ତାରୁ ଇଆଡ଼େ ଯିବା। ନହେଲେ କ'ଣ ହେବ, ଯଦି ରାସ୍ତାରେ ଯାଉଥିଲେ ଏଇ ଗାଡ଼ି ଟାଣିକି ଆମେ କ'ଣ କରିବ, ମାଡ଼ିଦେବ। ସେଥିପାଇଁ ଏଇ ଗାଡ଼ି ଗଲା ପରେ କି ଏଇ ଗାଡ଼ି ଆସିଲା ପରେ ଆମେ ଏଇ ରାସ୍ତାରୁ ଏଇଆଡ଼ୁ ଆସିବା, ଏଇପଟକୁ ଆସିବା। ଠିକ୍ ଅଛି। ଦେଖ, ସାଙ୍ଗସାଥୀଙ୍କ ସହ ଚାଲିଲା ବେଳେ ଦଳ ବାନ୍ଧି ଚାଲିବା ନାହିଁ। ଯଦି ଆମେ ସାଙ୍ଗସାଥିମାନଙ୍କ ସହିତ ଯାଉଛୁ ତାହେଲେ ଆମେ ଦଳ ଦଳ ହେଇକି ଯିବାନି। କେମିତି ଯିବା, ଏଇଟା ରାସ୍ତା ମାନେ ଅଛି ପିଲାମାନେ, ଯେଉଁ ଦଳ ବାନ୍ଧି ଚାଲିଲେ ରାସ୍ତା କେତେ କଭର ହୋଇଯିବ। ସେଥିପାଇଁ ଆମେ କ'ଣ କରିବା, ଜଣେ ଜଣକ ଲାଇନ୍ର ସହିତ ଚାଲିବା। ହେଲା, ଯଦି ଗାଡ଼ି ଆସିଲେ କ'ଣ ହେବ, ଗାଡ଼ି ପଛପଟ ଆମକୁ ଉପରକୁ ଚଢ଼େଇ ଦେବ। ସେଥିପାଇଁ ଜଣେ ଜଣେ ଗଲେ ଆମେ ଲାଇନ୍ର ସହିତ ଚାଲିବା। ହେଲା, ଦେଖ ସାଇକେଲରେ ଯିବା ସମୟରେ ଦଳ ବାନ୍ଧି ଯିବା ନାହିଁ। ଠିକ୍ ସେହିପରି ପିଲା ଯେଉଁ ସାଇକେଲରେ ଯେଉଁ ଥିବ, ତାହେଲେ ଦଳ ବାନ୍ଧି ଗଲେ ରାସ୍ତା କଭର ହୋଇଯିବ, ଆଉ ଗାଡ଼ି ଆଗକୁ ବଢ଼ି ନପାରିଲେ କ'ଣ ହେବ, ଆମକୁ ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହିଛି। ଦେଖ, ସ୍କୁଟର ମୋଟର ସାଇକେଲରେ ଗଲାବେଳେ ଚାଲକ ହେଲମେଟ୍ ବ୍ୟବହାର କରିବେ। ଦେଖ ପିଲାମାନେ, ଆମେ ସ୍କୁଟର ମୋଟର ସାଇକେଲରେ ଗଲାବେଳେ କ'ଣ କରିବା, ଆମେ ନିହାତି ଜରୁରୀ ଆମକୁ ହେଲମେଟ୍ ଲଗାଇବା ପାଇଁ। ନହେଲେ କ'ଣ ହେବ, ଆକ୍ସିଡେଣ୍ଟ ହେଲେ ମୁଣ୍ଡ ଯଦି ଆଘାତ ହେଲେ ମଣିଷ ବଞ୍ଚିବ ନାହିଁ। ଯଦି ମୁଣ୍ଡ ଯଦି ରକ୍ଷା ହେବ, ଗୋଡ଼ ହାତ ଭାଙ୍ଗିଆ ହେଲେ ହସ୍ପିଟାଲ ଯାଇକି ଆମେ ବଞ୍ଚିପାରିବା। ହେଲେ ମୁଣ୍ଡ ଯଦି କିଛି ଯଦି ଆଘାତ ହୋଇଯାଏ ବୋଲେ ଆମେ ବଞ୍ଚିପାରିବା ନାହିଁ। ସେଥିପାଇଁ ନିହାତି ଜରୁରୀ କ'ଣ କରିବା ଉଚିତ, ଆମେ ହେଲମେଟ୍ ବ୍ୟବହାର କରିବା ଉଚିତ ବାଇକ୍ରେ ଗଲା ସମୟରେ। ହେଲା, ଦେଖ ରାସ୍ତାରେ ଗଲାବେଳେ ଅନ୍ୟମନସ୍କ ରହିବା ନାହିଁ। ଦେଖ, ରାସ୍ତା ଗଲାବେଳେ ଯଦି ଆମେ ଯେଉଁ ବାଇକ୍ ଚଲାଉଛୁ,
ତାହେଲେ ଅନ୍ୟମନସ୍କ ହେଲେ କ'ଣ ହେବ, ଆମର ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହିଥାଏ। ସେଥିପାଇଁ ଆମେ ଯେଉଁ ରାସ୍ତାକୁ ଯିବୁ ସେ ରାସ୍ତାରେ ସହିତ ଆମେ ଯିବାକୁ ପଡ଼ିବା ଉଚିତ। ବୁଝିଲ? ଦେଖ, ରାସ୍ତା ମଝିରେ ଖେଳିବା ନାହିଁ। ମନେକର ପିଲାମାନେ ଏଇଟା ରାସ୍ତା ଅଛି, ଆମେ ଯଦି ମଝିରେ ଖେଳିଲେ କ'ଣ ହେବ, ଗାଡ଼ି ଯଦି ଏପଟରେ ଅଛି, ଯଦି ସେ କ'ଣ କରିବ, ଆମକୁ ଆକ୍ସିଡେଣ୍ଟ କରିଦେବ। ହେଲା, ରାସ୍ତା ମଝିରେ ଖେଳିବା ଅନୁଚିତ। ଯଦି ଏପଟରୁ ଯଦି ହେଉଛି ଗାଡ଼ି ତାହେଲେ ଆମକୁ ଆକ୍ସିଡେଣ୍ଟ କରିଦେବ। ବୁଝିଲ? ରାସ୍ତା ମଝିରେ ଛିଡ଼ା ହୋଇ ଗପିବା ନାହିଁ। ଦେଖ ପିଲାମାନେ, ଏଇଟା ମନେକର ରାସ୍ତା, ଆମେ କ'ଣ କରିଥାଉ, ଏଇ ରାସ୍ତା ମଝିରେ ଆମେ ଛିଡ଼ା ହେଇକି ମୋବାଇଲ ହାତରେ କ'ଣ ଧରିଥାଉ, ଫୋନ୍ ଧରିକି ଗପିଥାଉ। ଅନ୍ୟମନସ୍କ ଯଦି ଗପି ଯଦି ଏମିତି ଗଲେ ଯଦି ଗାଡ଼ି ଆସୁଛି ତାହେଲେ କ'ଣ ହେବ, ଆମକୁ ଗାଡ଼ିଟା ଆକ୍ସିଡେଣ୍ଟ କରିଦେବ। ବୁଝିଲ? ଆଉ ଦେଖ, ରାସ୍ତାରେ କଦଳୀ ଚୋପା ଓ ଅଳିଆ ପକାଇବା ନାହିଁ। ଯଦି ଆମେ କଦଳୀ ଚୋପା ପିଲାମାନେ ଯଦି କିଏ ଯାଉଥିଲେ ମାରିଦେଲେ କ'ଣ ହେବ, ସେ ତଳେ ପଡ଼ିଯିବ। ଅଳିଆ ଆବର୍ଜନା କରିବା କି ରାସ୍ତାକୁ କରିବା ନାହିଁ। ସଫା ସୁତରା ସବୁବେଳେ ରଖିବା ପାଇଁ ନିଜ ଘରକୁ ମଧ୍ୟ ସଫା କରିବା ପାଇଁ ଚେଷ୍ଟା କରିବ ଏବଂ ରାସ୍ତାକୁ ମଧ୍ୟ ସଫା ସୁତରା ରଖିବା ପାଇଁ ଚେଷ୍ଟା କରିବ ପିଲାମାନେ। ଦେଖ, ଗାଡ଼ି ଚଲାଇବା ବେଳେ ମୋବାଇଲ ଫୋନ୍ ବ୍ୟବହାର କରିବ ନାହିଁ। ଯଦି ଦେଖ, ଆମେ ଗୋଟିଏ ମୋଟର ସାଇକେଲରେ ଯାଉଛୁ, ହେଲା, ଯଦି ଆମେ ମୋଟର ସାଇକେଲ ଯାଉଛୁ କ'ଣ ପିଲାମାନେ, ଯଦି ମୋବାଇଲ ଫୋନ୍ରେ ଆମେ ଗପି ଗପି ଯାଉଛୁ, ମାଇଣ୍ଡଟା ଅପସେଟ୍ ହେଇଯିବ, ଅନ୍ୟମନସ୍କ ହୋଇଯିବା ଆମେ। ତ କ'ଣ କରିବା, ଗାଡ଼ି ଆଉ ଗୋଟିଏ ଗାଡ଼ିରେ ଧକ୍କା ହୋଇଯିବ। ଧକ୍କା ହୋଇଗଲେ କ'ଣ ହେବ, ଆକ୍ସିଡେଣ୍ଟ ହୋଇଗଲେ ଆମେ ମରିଯିବା। ସେଥିପାଇଁ କ'ଣ କରିବା ଉଚିତ, ଗାଡ଼ିକୁ ରାସ୍ତା କଡ଼ରେ ଛିଡ଼ା କରିକି ଆମେ ମୋବାଇଲ ଫୋନ୍ରେ କଥା ହେବା ଉଚିତ। ବୁଝିଲ? ଦେଖ, ଆହୁରି ମଧ୍ୟ ଏହିଭଳି ନିୟମ ମାନିବା ପାଇଁ ରାସ୍ତା କଡ଼ରେ କେତେ ସଂକେତ ଦିଆଯାଇଥାଏ। ଆସ ସେଥିମଧ୍ୟରୁ କେତୋଟି ସଂକେତ ବିଷୟରେ ଜାଣିବା। ସୂଚନା, ଦୂରତା ସଂକେତ, ଜଟଣୀ 37 କିଲୋମିଟର। ଏଇଟା ହେଲା, ଦେଖ ଦୂରତା ପିଲାମାନେ, ଆମେ ବୁଝିଲ କି, ବୁଝିପାରିଲ? ଜଟଣୀ ଏଇଟା ହେଲା ଦୂରତା, ତାର ସିମ୍ବଲ ଦେଖ, ଏଇଟା ସଂକେତ। ଜଟଣୀ କେତେ କିଲୋମିଟର ଅଛି ଆଗକୁ, ଆଉ 37 କିଲୋମିଟର ଜଟଣୀ ଅଛି। ଏଇଟା ଏମିତି ସିମ୍ବଲ ରାସ୍ତା କଡ଼ରେ ମାନେ ଦେଖିଥିବ ପିଲାମାନେ। ଏବେ ଦେଖ, ଆଗରେ ରାସ୍ତା ମରାମତି ଚାଲିଛି, ରାସ୍ତା ବନ୍ଦ। ଦେଖ, ଏଇଟା କ'ଣ ଲେଖିଛି ପୁରା କ୍ଲୋଜ୍। ଏଇଟା ଦେଖ, ଏଇ ସିମ୍ବଲଟା ଦେଇଛି, କ'ଣ ହୋଇଛି, ଏଇ ଲୋକଟି କାମ କରୁଛି, ମାନେ କ'ଣ, ଆଗରେ ରାସ୍ତାର କ'ଣ, ରାସ୍ତା ଯଦି ଭାଙ୍ଗି ଟୁଟି ଯାଇଥାଏ, ଏଇଟା ଗୋଟେ ମନେକର ରାସ୍ତା ପିଲାମାନେ, ଏଇ ସିମ୍ବଲଟା ଏଇ ପଟରେ ଦେଇଛି ମନେକର, ହେଲା, ଏଇଟା ରାସ୍ତାଟା ଖରାପ ଅଛି ଏ ପାଖରେ, ତ କ'ଣ ଚାଲିଛି, ଏଇଟା ରାସ୍ତାର କାମ ଚାଲିଛି, ଆଗକୁ ରାସ୍ତା ବନ୍ଦ ବୋଲି ସେ ସିମ୍ବଲଟା, ଏଇ ସିମ୍ବଲଟା ଦିଆଯାଏ। ଦେଖ, ଆଉ ଦେଖ, ଗାଁର ନାମ କେମିତି ସିମ୍ବଲ ଦିଆଯାଇଥାଏ। ଦେଖ, ଏଇଟା ଗାଁର ନାମ, ମନେକର ଏଇଟା ରାସ୍ତା, ଦେଖିଛ ରାସ୍ତାରେ ଏମିତି ସାଇଡ଼ରେ ଏଇଟା ଲଗାଯାଇଥିବ। ଗାଁର ନାମ କ'ଣ, ରଥପୁର, ବିଜେପୁର, ଯେଉଁ ବି ଏମିତି ଲାଗିଥିବ। ବୁଝିଲ? ଏମିତି ଗୋଟେ ସିମ୍ବଲ ଏମିତି ଥିବ, ଆଉ ଏମିତି ଗୋଟେ ସିମ୍ବଲରେ ଗାଁର ନାମ ଲେଖାଯାଇଥାଏ। ଏଇଟା କ'ଣ, ଦେଖ କେଉଁ ସିମ୍ବଲଟା ପିଲାମାନେ ଦେଖିକି କୁହ ତମେ। ଆଗରେ ସ୍କୁଲ ଅଛି, ଗାଡ଼ି ଧୀରେ ଚଲାଅ। ଏମିତି ଯଦି ସିମ୍ବଲ ଦିଆଯାଇଥିବ ହେଲେ କ'ଣ ଅଛି, ଆଗରେ ସ୍କୁଲଟା ବିଦ୍ୟାଳୟଟା ଅଛି, ଗାଡ଼ିକି ଧୀରର ସହିତ ଚଲା, କାହିଁକି ନା ଛୁଆମାନେ ଥିବେ ସ୍କୁଲରେ, ହଠାତ୍ ଯଦି ସେମାନେ ରାସ୍ତା କଡ଼କୁ, ଏଇଟା ମନେକର ବିଦ୍ୟାଳୟ ପିଲାମାନେ,
ଏ ଯଦି ରାସ୍ତାରେ ଧୀରେ ଧୀରେ ଚଲାଇବ, ନହେଲେ କ'ଣ ଯଦି କେଉଁ ପିଲା ଯଦି ବିଦ୍ୟାଳୟରୁ ବାହାରକୁ ଆସିଯାଏ କ'ଣ ହେବ, ଏଥିରେ ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହିଥାଏ। ଛୋଟ ଛୁଆମାନେ ଥିବେ ନା ପିଲାମାନେ, ତେବେ ଏହି ସିମ୍ବଲଟା ଦିଆଯାଇଥାଏ। এই ସିମ୍ବଲଟାକୁ ଦେଖ, ଆଗକୁ ରାସ୍ତା ବାମ ପଟକୁ ଯାଇଛି। ଦେଖ ପିଲାମାନେ, ଏମିତି ରାସ୍ତା କେମିତି ଥିବ, ରାସ୍ତାଟା ଏମିତି ଯାଇକି ଏମିତି ଥିବ ହେଲା। ଏଇ ସିମ୍ବଲଟା ଏଇ ପାଖରେ ଥିବ, ଏମିତି ରାସ୍ତା ଆସିକି କେମିତି ଏମିତି ଆସିକି ଏମିତି ବାମ ପଟରେ ଯାଇଛି, ବୁଝିଲ। ଦୁଇ ନମ୍ବର ଦେଖ, ଆଗରେ ହମ୍ପସ ଅଛି, ଗାଡ଼ି ଧୀରେ ଚଲା। ହମ୍ପସ ମାନେ ଦେଖ ପିଲାମାନେ, ବୁଝିପାରିଲ, ଏମିତି ଅଛି ମନେକର ରାସ୍ତାଟା, ତାହେଲେ ଏଥିରେ ହମ୍ପସଟା ଦେଇଥିବେ। ସେଥିପାଇଁ ଗାଡ଼ି କ'ଣ କରିବେ, ଧୀରେ ଚଲାଇବ, ନହେଲେ ଆକ୍ସିଡେଣ୍ଟ ହେବାର ସମ୍ଭାବନା। ଦେଖ, ଆଗରେ ଅଣଓସାରିଆ ପୋଲ ଅଛି, ଅନ୍ୟ ଗାଡ଼ି ଆସୁଥିଲେ ଅପେକ୍ଷା କର। ଦେଖ, ଏଇଟା ମନେକର ଗୋଟିଏ ରାସ୍ତା ପିଲାମାନେ, ଏମିତି ଅଛି ହେଲା, ଏମିତି କରି ଏମିତି ଛୋଟ ହେଇକରି ଏମିତି ପୋଲ ଅଛି। ଦେଖ, ଏଇ ପାଖରେ ଛୋଟ ହେଲା, ଏଇଟା ପୋଲ, ବୁଝିଲ, ଅଣଓସାରିଆ। ତ ଏପଟେ ଯଦି ଗାଡ଼ି ଆସୁଥିଲେ ଆକ୍ସିଡେଣ୍ଟ ହେବ ନା, ଛୋଟ ରାସ୍ତା ଯାଇପାରିବନି, ସେଥିପାଇଁ ଗାଡ଼ି ଆସିଥିଲେ କ'ଣ କରିବ, ଏ ପାଖରେ ତୁମେ ଅପେକ୍ଷା କରିବାକୁ ପଡ଼ିବ, ବୁଝିଲ। ରାସ୍ତାଟା ଏମିତି ଥାଏ, ଏମିତି ଏମିତି ଥିଲେ କେଉଁ ସିମ୍ବଲ ଥାଏ, ଛୋଟ ଥିଲେ ଏଇ ସିମ୍ବଲଟା ଥିବ, ସେଥିପାଇଁ ଦେଖିକି ଯିବ, ନହେଲେ ଅପେକ୍ଷା କରିବ, ହେଲା। এই ନମ୍ବର ଦେଖ, ଆଗରେ ଅଣଓସାରିଆ ରାସ୍ତା ଦେଖିଲା। ଏଇଟା ଦେଖ, ଆଗରେ ଫାଟକ ଥିବା ଲେବୁଲ କ୍ରସିଂ, ଫାଟକ ବନ୍ଦ ଥିଲେ ଅପେକ୍ଷା କର। ଦେଖ ପିଲାମାନେ, ଏଇଟା ଯାଇଛି ଟ୍ରେନ୍ ଲାଇନ୍ ହେଲା, ଏଇଟା ଏମିତି ରାସ୍ତା ଅଛି, ଯିବା ଆସିବା ରାସ୍ତା। ତେବେ ଗୋଟେ କ୍ୱାର୍ଟର ଥିସି ଘର, ଏ ଘରରେ ଜଣେ ରେଲୱେ କର୍ମଚାରୀ ଥିବ, ସେଇ ଫାଟକୁ କ'ଣ କରିବ, ଏবার ଫାଟକୁ ବନ୍ଦ କରିବ। କାହିଁକି ବନ୍ଦ କରିদিব ସେ, ଏଥିରେ ଯଦି ଟ୍ରେନ୍ ଆସୁଥିବ ଏ ଫାଟକୁ ବନ୍ଦ କରିବ, ସେଥିପାଇଁ ତୁମେ କ'ଣ କରିବା ଉଚିତ, ଆସିକି ଏପଟେ ରହିବା ଉଚିତ। ଫାଟକ ଯଦି ଖୋଲିଲେ ତାହେଲେ ଆମେ କ'ଣ କରିବା, ଆଗକୁ ଯିବା। ଏମିତି ଫାଟକ ଥିଲା ପାଖରେ ଏମିତି ସିମ୍ବଲ ରହିଥାଏ, ଦେଖୁଛ। ଆଉ ଦେଖ, ଆଗରେ ଜଗୁଆଲି ନାହିଁ କି ଫାଟକ ନାହିଁ, ଗାଡ଼ିକୁ ଦେଖି ଲାଇନ୍ ପାରି ହୁଅ। ଦେଖ ପିଲାମାନେ, এইটা ମନେକର ଦେଖ, ଟ୍ରେନ୍ ଲାଇନ୍ଟା ଯାଇଛି, এইଟା ରାସ୍ତା, ଏଇ ଯଦି ସିମ୍ବଲ ଅଛି ତାହେଲେ କ'ଣ କରିବ, ତୁମକୁ ଅପେକ୍ଷା କରିବାକୁ ପଡ଼ିବ, କିମ୍ବା ଦେଖିବ ଟ୍ରେନ୍ଟା ଆସୁଛି କି ନାହିଁ। କାହିଁକି ନା ଏଠିରେ କହି ରେଲୱେ କର୍ମଚାରୀ ନାହିଁ ଏଇ ପାଖରେ, ତୁମକୁ ନିଜକୁ କ'ଣ କରିବାକୁ ପଡ଼ିବ, ସତର୍କର ସହିତ ଏଇ ରାସ୍ତା ପାରି ହେବାକୁ ପଡ଼ିବ, ବୁଝିଲ। ଏପଟେ ଦେଖିବ ଟ୍ରେନ୍ ଆସୁଛି କି ନାହିଁ, ଏପଟକୁ ଦେଖିବ ଟ୍ରେନ୍, ତାହେଲେ ଯଦି ଆସୁଥିଲେ ଯିବ ନାହିଁ, ଆଉ ଯଦି ନ ଆସୁ ତାହେଲେ ଏ ଆଡ଼କୁ ଯିବ। ଯେଉଁ ଟ୍ରେନ୍ ଆସିଲେ ତାର ଟିକେ ଅପେକ୍ଷା କରିବାକୁ ପଡ଼ିବ ତୁମକୁ। ଏଥିରେ କେହି କର୍ମଚାରୀ ନାହାନ୍ତି କି ତୁମକୁ ରୋକିବା ପାଇଁ, କିଛି ଫାଟକ ନାହିଁ। এই ସିମ୍ବଲ ଥିଲେ ନିଜକୁ ସତର୍କର ସହିତ ଯିବାକୁ ପଡ଼ିଥାଏ, ହେଲା। ଆଉ ଏଇଟା ଦେଖ, ଜେବ୍ରା କ୍ରସିଂ, এইଠାରେ ପଦଚାରୀମାନେ ରାସ୍ତା ପାରି ହୁଅନ୍ତି। ଏଇଟା ଦେଖ ପିଲାମାନେ, ଏଇଟା ଜେବ୍ରା କ୍ରସିଂ ଦେଇ ସମସ୍ତେ ଏମିତି ଏମିତି ବ୍ଲାକ୍ କଲର୍ କି ହ୍ୱାଇଟ୍ କଲର୍ର ଚିହ୍ନା ଦେଇଥାନ୍ତି, ଏଟାକୁ ଜେବ୍ରା କ୍ରସିଂ କରନ୍ତି। ଏଥିରେ କ'ଣ କରନ୍ତି, ଯେଉଁମାନେ ପାଦରେ ଚାଲିଥାନ୍ତି ସେମାନେ ଏଇ ପାଖରେ କ୍ରସିଂ ହୋଇଥାନ୍ତି, ଏଇ ରାସ୍ତାରୁ ସେ ଆଡ଼କୁ ସେ ରାସ୍ତାକୁ ଯାଇଥାନ୍ତି, ଏହାକୁ ଜେବ୍ରା କ୍ରସିଂ କୁହାଯାଏ, ବୁଝିଲ। ଦେଖ,
ରାସ୍ତାରେ ଯିବା ବେଲେ ଏହିସବୁ ସଂକେତ ହେଉଥିବା ସୂଚନାକୁ ନ ମାନିଲେ କ'ଣ ଅସୁବିଧା ହେବ ଲେଖ। ଦେଖ ପିଲାମାନେ ଏଇଟା ସବୁ ଯାଉଛି ଗାଡ଼ି ମଧ୍ୟ ଯଦି ଆମେ ଏଇ ଯେଉଁ ଦେଉଛନ୍ତି ଆମକୁ ଟ୍ରାଫିକ୍ ପୋଲିସ ତାଙ୍କ ଯଦି ଆମେ ସୂଚନାକୁ ତାଙ୍କ ଯଦି ନ ମାନିବା ହେଲେ କ'ଣ ହେବାର ସମ୍ଭାବନା ଆମର ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହିଥାଏ। ବୁଝିଲ। ଦେଖ ଏଇଟା ଟ୍ରାଫିକ୍ ବାଲା ଅଛନ୍ତି ସେ ଯେମିତି କଲେ ସେମିତି ଯିବ। ଏଇଟା ବଲ୍ଟା ରେଡ଼୍ ବଲର୍ ୟେଲୋ ବଲର୍ ବ୍ଲୁ କଲର୍ର ବଲ୍ ଜଳିଥାଏ। ଦେଖୁଛ ସମସ୍ତେ ଦେଖ ଚିତ୍ର ଦେଖି ସହରାଞ୍ଚଳ ଟ୍ରାଫିକ୍ ପୋଲିସ ଯାନବାହନ ଯାତାୟାତକୁ କିପରି ନିୟନ୍ତ୍ରଣ କରୁଛନ୍ତି ଦେଖ ଲେଖ ଏଥିରେ। ସେ ଅନ୍ୟ ପଟକୁ କ'ଣ କରନ୍ତି ଷ୍ଟପ୍ କରନ୍ତି ଆଉ ଗୋଟିଏ ପଟରୁ ରାସ୍ତା ଦିଅନ୍ତି। ଏପଟ ଲୋକ ଗଲେ ପୁଣି ଏଇଟାକୁ ଷ୍ଟପ୍ କରନ୍ତି ଆଉ ଏପଟ ରାସ୍ତା ଦିଅନ୍ତି। ଯଦି ଏକା ସାଙ୍ଗରେ ସମସ୍ୟା କ'ଣ ପିଲାମାନେ ଏଠାରେ ଆକ୍ସିଡେଣ୍ଟ ହେବାର ସମ୍ଭାବନା। ଆଜିକାଲି ବଡ଼ ବଡ଼ ସହରରେ ଟ୍ରାଫିକ୍ ପୋଲିସ ବଦଳରେ ସ୍ୱୟଂଚାଳିତ ଟ୍ରାଫିକ୍ ଯନ୍ତ୍ରରୁ ବିଜୁଳି ଆଲୋକ ସଂକେତ ଦ୍ୱାରା ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରାଯାଉଛି। ଜାଗାରେ ବିଜୁଳି ଖୁଣ୍ଟରେ ନାଲି ହଳଦିଆ ଓ ସବୁଜ ରଙ୍ଗର ବତି ଜଳେ ଓ ଲିଭେ। ଏହି ସମୟରେ ସୂଚାଉଥିବା ଘଡ଼ି ଲାଗିଥାଏ। ବତିର ରଙ୍ଗ ବିଭିନ୍ନ ସଂକେତକୁ ସୂଚନା ଦିଏ। ପିଲାମାନେ ଦେଖ ଆଜିକାଲି ଆଉ ବଡ଼ ବଡ଼ ସହରମାନଙ୍କରେ ଟ୍ରାଫିକ୍ ପୋଲିସ ମାନେ ଏମିତି କାର୍ଯ୍ୟ କରନ୍ତିନି। ଦେଖ ଏମିତି କଲର ବତି ଲାଗିଥାଏ। ଏହି ବତି ମାଧ୍ୟମରେ ଟ୍ରାଫିକ୍ ମାନେ ନିୟମ ଚଳିବାକୁ ପଡ଼ିଥାଏ। ଦେଖିଲ ଯେପରି ଦେଖ ନାଲି ବତି ଜଳିଲେ କ'ଣ କରିବା ଗାଡ଼ି ରହିଯିବ। ହଳଦିଆ ଜଳିଲେ କ'ଣ ହେବ ହଳଦିଆ ବତି ଜଳିଲେ ଯିବା ପାଇଁ ପ୍ରସ୍ତୁତ ହୁଅ। ଯଦି ହଳଦିଆ ଜଳିଲା ବୋଲେ ଏମିତି ତିନିଟି ବତି ଥାଏ ପିଲାମାନେ ନାଲି ହଳଦିଆ ସବୁଜ ହେଲା। ନାଲି ଜଳିଲେ କ'ଣ ହେବା ଆମେ ରହିଯିବା। ହଳଦିଆ ଜଳିଲେ କ'ଣ ହେବା ଯିବା ପାଇଁ ପ୍ରସ୍ତୁତ ହେବା ଏବଂ ସବୁଜ ବତି ଜଳିଲେ ନିରାପଦ ଆମେ ଆଗକୁ ନିଶ୍ଚୟ ଯାଇପାରିବା। ଠିକ୍ ଅଛି।